এই ବର୍ଷର ପ୍ରଥମାଷ୍ଟମୀ ଥିଲା ଟିକେ ନିଆରା ମାନେ ପୁରା ବହୁତ ଭାବରେ ନିଆରା ଥିଲା। ତ ଫାଷ୍ଟ ମୁଁ ସକାଳୁ ଉଠିକି ଫାଷ୍ଟ ଏଣ୍ଡୁରି ପିଠା ବନେଇଥିଲି। ଆଉ ମୋ ପୁଅକୁ ସକାଳ 5ଟାରୁ ଉଠେଇକି ତାକୁ ମୁଁ ଏଇଟା ପ୍ରଥମାଷ୍ଟମୀ କରୁଛି, କାହିଁକିନା ସ୍ୱସ୍ତିକରେ ଅଛି ସ୍କୁଲ, ମାନେ ଅଷ୍ଟମୀରେ ଅଛି ସ୍କୁଲ ତାର। ତ କ'ଣ କରିବା, ବିଚାରା ପିଲାକୁ ଗାଧୋଇ ପାଧୋଇ ତାକୁ ବାହାର କରାହେଇଛି। ଆଉ ତାପରେ ସେ ପୁରା ମାନେ ଶୀତରେ ପୁରା ତାକୁ ଥରୁଛି। ତ ତାପରେ ତାକୁ ମୁଁ ରେଡ଼ି କଲି, ପୁଣି ସ୍କୁଲ ୟୁନିଫର୍ମ ପିନ୍ଧେଇକି ତାକୁ ସ୍କୁଲ ପାଇଁ ରେଡ଼ି କରିକି ପତେ ବି ତାକୁ ନେଇକି ଗଲେ। ତାପରେ ପତେ ତାକୁ ଛାଡ଼ିକି ଆସିଲା ପରେ ତାପରେ ପୁଣି ସେ ବି ରେଡ଼ି ହେଇକି ଗଲେ। ଶାଶୁଘରକୁ ଆଜି ଯିବାର ଅଛି, କାହିଁକିନା ଆମକୁ ମୁଁ ଯାଇପାରିଲୁନି, ଆମେ ମାନେ ଫାଷ୍ଟ ଟାଇମ୍ ପାଇଁ ଆମେ ପ୍ରଥମାଷ୍ଟମୀରେ ଶାଶୁଘରେ କରିନୁ, ବାସ୍ ଏଇଠି ରହିଯାଇଛୁ। ତ ପତେ ବି ଗଲେ, ସେ ଯାଉଛନ୍ତି ତାଙ୍କୁ ପ୍ରଥମାଷ୍ଟମୀ ହେବା ପାଇଁ, ତ ସେ ପଳେଇଲେ। ତାପରେ ମୁଁ ଏଇଠି କିଛି ନେଇକି ଆସିଥିଲି, ମାନେ ଏଣ୍ଡୁରି ପିଠା ମୁଁ ନେଇକି ଯାଇଥିଲି ଦକ୍ଷର ଘରକୁ। ତ ତାର ସେ ପୁଣି ଦେଇଛନ୍ତି, ମାନେ ଠେକୁଆ ଦେଇଛନ୍ତି, ଯେଉଁ ଥାଏ ନା ସେ ଛଟ ପୂଜାର ଠେକୁଆ ତାଙ୍କର ବିହାରରେ। ତ ସେଇଥିପାଇଁ ସେ ଠେକୁଆ ବି ମୋତେ ଦେଇଥିଲା, ଆଉ ଟେଷ୍ଟି ବହୁତ ୟମି ଲାଗିଥିଲା। ଆଉ ଏଇଠି ମୁଁ ଟିକେ ନ୍ୟୁ ଡ୍ରେସ୍ ମାନେ ଟିକେ ଫ୍ଲେକ୍ସ କରୁଛି, ମାନେ ନ୍ୟୁ ଡ୍ରେସ୍ ପିନ୍ଧିବା ମାନେ ତ ଟିକେ ଦେଖେଇ ହେବାର ଅଛି ନା। ତ ସେଇଥିପାଇଁ ଟିକେ ମୁଁ ଟିକେ ଦେଖିଥିଲି, ଆଉ ଭଲ ବି ମୋତେ ଲାଗୁଛି ନା। ତ ତାପରେ ଏଇଠି ଆଂଶିର ମୋର ଠିକ୍ ଥିଲା, ତ ତାକୁ ଡ୍ରେସ୍ ଫ୍ରେସ୍ ପିନ୍ଧେଇକି ତାକୁ ମୁଁ ଟିକେ ସଜାବାଜ କରିକି ତାର ପ୍ରଥମାଷ୍ଟମୀ ତ ତାକୁ ଟିକେ ରେଡ଼ି କଲା। ଆଉ ସେ ସବୁ ଦେଖିକିନା ବହୁତ ଖୁସି ପୁରା ହେଇଯାଉଛି ଯେ କ'ଣ ହେଉଛି ଆକ୍ଚୁଆଲି ମୋ ସହିତ, ମାନେ ଭାଇ ଭଉଣୀକୁ ଏକାଠି ଆମର ପ୍ରଥମାଷ୍ଟମୀ ବନେଇବାର ଥିଲା। ତ କିନ୍ତୁ ଦେଖନ୍ତୁ, ଫାଷ୍ଟ ମୁଁ ଆଗ ପ୍ରଥମାଷ୍ଟମୀ ମାନେ ହେଲି, ତାପରେ ପୁଣି ଦେଖନ୍ତୁ ପତେ ବି ସେ ତାଙ୍କର ବି ଘରେ ଅଷ୍ଟମୀ ହେଇଗଲେ। ତ ଏମିତି ସବୁ ଅଲଗା ଅଲଗା ସମସ୍ତେ ଅଷ୍ଟମୀ ହେଇଗଲା ଆମର। ସ୍ୱସ୍ତିକ ତାପରେ ସ୍କୁଲ ଆସିଲା ପରେ ସେ ଆଜି କହିଲା, ମାମା ମୁଁ ରଙ୍ଗୋଲି ବନେଇବି। ଆଉ ମୋ ଝିଅର ଜାଣିଛୁ କେତେ ମାନେ ମାନିବାକୁ ପଡ଼ିବ, କେତେ ପେସେନ୍ସ ଅଛି, ମାନେ ସେ ନା ଦେଖୁଛି କିନ୍ତୁ କିଛି ବି କରିବାର ନାହିଁ। ତ ମାନେ ଏମିତି ଥିଲା, ମାନେ ଅଷ୍ଟମୀ ମାନେ ବହୁତ ମଜା ମସ୍ତିରେ ଥିଲା, ସବୁ କିଛି ଅଲଗା ଅଲଗା ଭେରାଇଟିର ଥିଲା। ମାନେ 3 ଜଣ 4 ଜଣ ଯାକ 4 ଥର ଆମେ ଅଷ୍ଟମୀ ହେଇଛୁ, ମାନେ ଅଲଗା ଅଲଗା ସବୁ ବନ୍ଦା ହେଇଛି। ତ ଏମିତି ଥିଲା ନିଆରା ଆମର ପ୍ରଥମାଷ୍ଟମୀ। ଦେଖା ଗୋଟେ ନେକ୍ସଟ ଭିଡ଼ିଓରେ, ବାଏ ବାଏ।